ବିକ୍ରମ ବେତାଳ। ପ୍ରଥମ କାହାଣୀ ପାପି କିଏ? କାଶୀରେ ପ୍ରତାପ କରୁଣ ନାମକ ଜଣେ ରାଜା ରାଜୁତି କରୁଥିଲେ। ତାଙ୍କର ଲେଜେଣ୍ଡ ମୁକୁଟ ନାମକ ଏକ ପୁଅ ଥିଲା। ଦିନେ ରାଜକୁମାର ଦିୱାନଙ୍କ ପୁଅ ସହିତ ଶିକାର ପାଇଁ ଜଙ୍ଗଲକୁ ଯାଇଥିଲେ। ବୁଲୁଥିବା ସମୟରେ ସେମାନେ ଏକ ପୋଖରୀ ପାଇଲେ। ଏହାର ପାଣିରେ କମଳ ଫୁଲ ଫୁଟିଥିଲା ଏବଂ ହଂସମାନେ କୁହୁ କୁହୁ କରୁଥିଲେ। କୂଳରେ ଘନ ଗଛ ଥିଲା, ଯାହା ଉପରେ ପକ୍ଷୀମାନେ କିଚିରିମିଚିରି କରୁଥିଲେ। ଉଭୟ ବନ୍ଧୁ ସେଠାରେ ଅଟକିଗଲେ। ପୋଖରୀ ପାଣିରେ ହାତ ଏବଂ ମୁହଁ ଧୋଇ ମହାଦେବଙ୍କ ମନ୍ଦିରକୁ ଗଲେ। ସେମାନେ ମନ୍ଦିର ବାହାରେ ଘୋଡ଼ାଗୁଡ଼ିକୁ ବାନ୍ଧିଲେ। ମନ୍ଦିର ଦର୍ଶନ କରିବା ପରେ ସେମାନେ ବାହାରକୁ ଆସି ଦେଖିଲେ ଯେ ରାଜକୁମାରୀ ତାଙ୍କ ବନ୍ଧୁମାନଙ୍କ ସହିତ ପୋଖରୀ କୂଳରେ ବସିଛନ୍ତି, ସ୍ନାନ କରିବାକୁ ଆସିଛନ୍ତି। ଦିୱାନଙ୍କ ପୁଅ ସେଠାରେ ଏକ ଗଛ ତଳେ ବସିଲା, କିନ୍ତୁ ରାଜକୁମାର ପ୍ରତିରୋଧ କରିପାରିଲେ ନାହିଁ। ସେ ଆଗକୁ ବଢ଼ିଲେ। ରାଜକୁମାରୀ ତାଙ୍କୁ ଦେଖି ତାଙ୍କ ପ୍ରତି ମୋହିତ ହୋଇଗଲେ। ରାଜକୁମାରୀ ମଧ୍ୟ ତାଙ୍କୁ ଖୋଜି ଚାଲିଲେ। ତା ପରେ ସେ ଯାହା କଲେ ତାହା ହେଲା ଯେ ସେ ତାଙ୍କ କେଶର ଗୁଣ୍ଡରୁ ପଦ୍ମ ଫୁଲ ବାହାର କରି ତାଙ୍କ କାନ ଏବଂ ଦାନ୍ତରେ ଲଗାଇଲେ। ଚୁମ୍ବନ ଦେଲେ, ତାଙ୍କ ପାଦ ତଳେ ଚାପି ଦେଲେ ଏବଂ ତା ପରେ ଛାତିରେ କୁଣ୍ଢେଇ ପକାଇ ତାଙ୍କ ବନ୍ଧୁମାନଙ୍କ ସହିତ ଚାଲିଗଲେ। ସେ ଚାଲିଯିବା ପରେ ରାଜକୁମାର ତାଙ୍କ ବନ୍ଧୁଙ୍କ ପାଖକୁ ନିରାଶ ହୋଇ ଆସିଲେ ଏବଂ ତାଙ୍କୁ ସମସ୍ତ କାହାଣୀ କହିଲେ ଏବଂ କହିଲେ, ମୁଁ ଏହି ରାଜକୁମାରୀ ବିନା ରହିପାରିବି ନାହିଁ। କିନ୍ତୁ ମୁଁ ନା ତା ର ନାମ ଜାଣିଛି ନା ତା ର ଠିକଣା। ମୁଁ ତାକୁ କିପରି ପାଇବି? ଦିୱାନଙ୍କ ପୁଅ କହିଲା, ରାଜକୁମାର, ଏତେ ଚିନ୍ତିତ ହୁଅ ନାହିଁ। ସେ ତୁମକୁ ସବୁକିଛି କହିସାରିଛି। ରାଜକୁମାର ପଚାରିଲେ, କିପରି? ସେ କହିଲେ, ସେ ତାଙ୍କ ମୁଣ୍ଡରୁ ପଦ୍ମ ଫୁଲଟି କାଢ଼ି ତାଙ୍କ କାନରେ ଲଗାଇଲେ ଏବଂ ସେ ମୋତେ କହିଲେ ଯେ ସେ କର୍ଣ୍ଣାଟକର। ଦାନ୍ତରେ କାମୁଡ଼ିବା ଅର୍ଥ ହେଉଛି ସେ ଦନ୍ତବତ ରାଜାଙ୍କ ଝିଅ। ଏହାକୁ ତାଙ୍କ ପାଦରେ ଚାପିବା ଅର୍ଥ ହେଉଛି ତାଙ୍କ ନାମ ପଦ୍ମାବତୀ ଏବଂ ତାଙ୍କ ଛାତିରେ ଚାପିବା ଅର୍ଥ ହେଉଛି ଯେ ସେ ତାଙ୍କ ହୃଦୟରେ ବାସ କରିଛନ୍ତି। ଏହା ଶୁଣି ରାଜକୁମାର ବହୁତ ଖୁସି ହୋଇଗଲେ ଏବଂ କହିଲେ, ଏବେ ମୋତେ କର୍ଣ୍ଣାଟକ ନେଇଯାଅ। ଉଭୟ ବନ୍ଧୁ ସେଠାରୁ ଚାଲିଗଲେ। ବୁଲିବା ଏବଂ ଚାଲିବା ପରେ ସେମାନେ କିଛି ଦିନ ପରେ ସେଠାରେ ପହଞ୍ଚିଲେ। ଯେତେବେଳେ ସେମାନେ ରାଜାଙ୍କ ପ୍ରାସାଦ ପାଖକୁ ଗଲେ, ସେମାନେ ଦେଖିଲେ ଯେ ଜଣେ ବୃଦ୍ଧା ତାଙ୍କ ଦ୍ୱାର ପାଖରେ ବସି ଚରଖା ବୁଣୁଛନ୍ତି। ଦୁହେଁ ତାଙ୍କ ପାଖକୁ ଯାଇ ଘୋଡ଼ାରୁ ଓହ୍ଲାଇ କହିଲେ, ମା, ଆମେ ବ୍ୟବସାୟୀ। ଆମର ଜିନିଷପତ୍ର ଆମ ପଛରେ ଆସୁଛି। ଦୟାକରି ଆମକୁ ରହିବାକୁ କିଛି ସ୍ଥାନ ଦିଅନ୍ତୁ। ତାଙ୍କ ରୂପ ଦେଖି ଏବଂ ତାଙ୍କ କଥା ଶୁଣି ବୁଢ଼ୀ ମହିଳାଙ୍କ ହୃଦୟ ସ୍ନେହରେ ପୂର୍ଣ୍ଣ ହୋଇଗଲା। ସେ କହିଲେ, ପୁଅ, ଏହା ତୁମର ଘର। ଯେତେ ଦିନ ଇଚ୍ଛା ଏଠାରେ ରୁହ। ଦୁହେଁ ସେଠାରେ ରହିଲେ। ଦିୱାନଙ୍କ ପୁଅ ତାଙ୍କୁ ପଚାରିଲା, ମା, ତୁମେ କ'ଣ କର? ତୁମ ଘରେ କିଏ କିଏ ଅଛନ୍ତି? ତୁମେ କିପରି କାମ କରୁଛ? ବୁଢ଼ୀ ଉତ୍ତର ଦେଲା, ପୁଅ, ମୋର ଗୋଟିଏ ପୁଅ ଅଛି ଯିଏ ରାଜାଙ୍କର ସେବା କରେ। ମୁଁ ରାଜାଙ୍କ ଝିଅ ପହମାବତୀଙ୍କ ଧାତ୍ରୀ ଥିଲି। ମୁଁ ବୃଦ୍ଧ ହୋଇଗଲିଣି ଏବଂ ଏବେ ମୁଁ ଘରେ ରହେ। ରାଜା ମୋତେ ଖାଦ୍ୟ ଏବଂ ପାନୀୟ ଦିଅନ୍ତି। ମୁଁ ରାଜକୁମାରୀଙ୍କୁ ଦେଖା କରିବାକୁ ଦିନକୁ ଥରେ ରାଜପ୍ରାସାଦକୁ ଯାଏ। ରାଜକୁମାର ବୁଢ଼ୀକୁ କିଛି ଟଙ୍କା ଦେଇ କହିଲେ, ମା, ତୁମେ କାଲି ସେଠାକୁ ଗଲେ ରାଜକୁମାରୀଙ୍କୁ କୁହ ଯେ ତୁମେ ଯେଉଁ ରାଜକୁମାରଙ୍କୁ ଜ୍ୟେଷ୍ଠ ମାସର 5ମୀ ତାରିଖରେ ପୋଖରୀ କୂଳରେ ଭେଟିଥିଲ, ସେ ଆସିଛନ୍ତି। ପରଦିନ ଯେତେବେଳେ ବୁଢ଼ୀ ରାଜପ୍ରାସାଦକୁ ଗଲେ, ସେ ରାଜକୁମାରଙ୍କ ବାର୍ତ୍ତା ତାଙ୍କୁ ଦେଲେ। ଏହା ଶୁଣି ରାଜକୁମାରୀ ରାଗିଗଲେ, ତାଙ୍କ ହାତରେ ଚନ୍ଦନ ଲଗାଇଲେ ଏବଂ ତାଙ୍କ ଗାଲରେ ଚାପୁଡ଼ା ମାରି କହିଲେ, ମୋ ଘରୁ ବାହାରିଯାଅ। ବୁଢ଼ୀ ଘରକୁ ଆସି ରାଜକୁମାରଙ୍କୁ ସମସ୍ତ କାହାଣୀ କହିଲେ। ରାଜକୁମାର ଆଶ୍ଚର୍ଯ୍ୟ ହୋଇଗଲେ। ତା ପରେ ତାଙ୍କ ବନ୍ଧୁ କହିଲେ, ରାଜକୁମାର, ଚିନ୍ତା କର ନାହିଁ, ସେ ନ କହୁଛନ୍ତି ତାହା ବୁଝ। ସେ ତାଙ୍କର 10ଟି ଆଙ୍ଗୁଠି ଧଳା ଚନ୍ଦନରେ ବୁଡ଼ାଇ ଦେଲେ, ଯାହାର ଅର୍ଥ ହେଉଛି ଯେ ଚାନ୍ଦିନୀର 10 ଦିନ ବାକି ଅଛି। ସେଗୁଡ଼ିକ ସରିବା ପରେ ମୁଁ ତୁମକୁ ଅନ୍ଧାର ରାତିରେ ଭେଟିବି। 10 ଦିନ ପରେ ବୁଢ଼ୀ ପୁଣି ଥରେ ରାଜକୁମାରୀଙ୍କୁ ଜଣାଇଲା। ଏଥର ସେ କେଶର ରଙ୍ଗରେ 3ଟି ଆଙ୍ଗୁଠି ବୁଡ଼ାଇ ତାଙ୍କ ମୁହଁରେ ମାରି କହିଲା, ଏଠାରୁ ପଳାଅ। ବୁଢ଼ୀ ଆସି ତାଙ୍କୁ ସମସ୍ତ କାହାଣୀ କହିଲେ। ରାଜକୁମାର ଦୁଃଖରେ ବିଚଳିତ ହୋଇଗଲେ। ଦିୱାନଙ୍କ ପୁଅ ବୁଝାଇଲା, ଏଥିରେ ଆଶ୍ଚର୍ଯ୍ୟ ହେବାର ନ ଅଛି। ସେ କହିଛନ୍ତି ଯେ ତାଙ୍କର ଋତୁସ୍ରାବ ହେଉଛି। ଆଉ 3 ଦିନ ଅପେକ୍ଷା କର। 3 ଦିନ ପରେ ବୁଢ଼ୀ ପୁଣି ସେଠାରେ ପହଞ୍ଚିଲେ। ଏଥର ରାଜକୁମାରୀ ତାଙ୍କୁ ଗାଳି ଦେଲେ ଏବଂ ପଶ୍ଚିମ ଝରକା ଦେଇ ବାହାରକୁ ଫୋପାଡ଼ି ଦେଲେ। ସେ ଆସି ରାଜକୁମାରଙ୍କୁ କହିଲେ। ଏହା ଶୁଣି ଦିୱାନଙ୍କ ପୁଅ କହିଲା, ବନ୍ଧୁ, ସେ ଆଜି ରାତିରେ ସେହି ଝରକା ଦେଇ ତୁମକୁ ଡାକିଛନ୍ତି। ରାଜକୁମାର ଖୁସିରେ ଡେଇଁ ପଡ଼ିଲେ। ସମୟ ଆସିଲେ, ସେ ବୁଢ଼ୀ ମହିଳାଙ୍କ ପୋଷାକ ପିନ୍ଧିଲେ, ସୁଗନ୍ଧି ଲଗାଇଲେ ଏବଂ ଅସ୍ତ୍ରଶସ୍ତ୍ର ବାନ୍ଧିଲେ। ରାତିର 2 ଘଣ୍ଟା ପରେ ସେ ରାଜପ୍ରାସାଦରେ ପହଞ୍ଚି ଝରକା ଦେଇ ପ୍ରବେଶ କଲେ। ରାଜକୁମାରୀ ସେଠାରେ ପ୍ରସ୍ତୁତ ହୋଇ ଠିଆ ହୋଇଥିଲେ। ସେ ତାଙ୍କୁ ଭିତରକୁ ନେଇଗଲେ। ଭିତରର ଅବସ୍ଥା ଦେଖି ରାଜକୁମାରଙ୍କ ଆଖି ଖୋଲିଗଲା। ବହୁତ ଆଶ୍ଚର୍ଯ୍ୟଜନକ ଜିନିଷ ଥିଲା। ରାଜକୁମାର ସାରା ରାତି ରାଜକୁମାରୀଙ୍କ ସହିତ ରହିଥିଲେ। ଦିନ ଉଠିବା ମାତ୍ରେ ରାଜକୁମାରୀ ରାଜକୁମାରଙ୍କୁ ଲୁଚାଇ ରଖି ରାତିରେ ପୁଣି ବାହାରକୁ ଆଣିଲେ। ଏହିପରି ଅନେକ ଦିନ ବିତିଗଲା। ହଠାତ୍ ଗୋଟିଏ ଦିନ ରାଜକୁମାର ତାଙ୍କ ବନ୍ଧୁଙ୍କୁ ମନେ ପକାଇଲେ। ତାଙ୍କ ସହିତ ନ ହୋଇଥାଇପାରେ ଭାବି ସେ ଚିନ୍ତିତ ହୋଇଗଲେ। ତାଙ୍କୁ ଦୁଃଖିତ ଦେଖି ରାଜକୁମାରୀ କାରଣ ପଚାରିଲେ। ତା ପରେ ସେ ତାଙ୍କୁ କହିଲେ। ସେ କହିଲେ, ସେ ମୋର ଅତି ପ୍ରିୟ ବନ୍ଧୁ, ସେ ବହୁତ ଚତୁର। ତାଙ୍କ ଚତୁରତା ଯୋଗୁଁ ମୁଁ ତୁମକୁ ଭେଟିପାରିଲି। ରାଜକୁମାରୀ କହିଲେ, ମୁଁ ତାଙ୍କ ପାଇଁ ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରିବି। ତୁମେ ତାଙ୍କୁ ଖାଇବାକୁ ଦିଅ, ସାନ୍ତ୍ୱନା ଦିଅ ଏବଂ ତା ପରେ ଫେରି ଆସ। ସାଙ୍ଗରେ ଖାଦ୍ୟ ନେଇ ରାଜକୁମାର ତାଙ୍କ ବନ୍ଧୁଙ୍କ ପାଖକୁ ଗଲେ। ସେମାନେ ଗୋଟିଏ ମାସ ଧରି ଦେଖା କରି ନଥିଲେ।
ସାକ୍ଷାତ ପରେ ରାଜକୁମାର ତାଙ୍କୁ ସମସ୍ତ କାହାଣୀ କହିଲେ ଏବଂ କହିଲେ ଯେ ମୁଁ ରାଜକୁମାରୀଙ୍କୁ ତୁମର ଚତୁରତା ବିଷୟରେ ସବୁ କହିସାରିଛି, ସେଥିପାଇଁ ସେ ଏହି ଖାଦ୍ୟ ପଠାଇଛନ୍ତି। ଦିୱାନଙ୍କ ପୁଅ ଭାବିବାକୁ ଲାଗିଲା। ସେ କହିଲା, ତୁମେ ଠିକ୍ କାମ କରିନାହଁ। ରାଜକୁମାରୀ ବୁଝିପାରିଲା ଯେ ଯେପର୍ଯ୍ୟନ୍ତ ମୁଁ ଏଠାରେ ଅଛି ସେପର୍ଯ୍ୟନ୍ତ ସେ ତୁମକୁ ନିଜ ନିୟନ୍ତ୍ରଣରେ ରଖିପାରିବ ନାହିଁ। ସେଥିପାଇଁ ସେ ଏହି ଖାଦ୍ୟରେ ବିଷ ମିଶାଇ ପଠାଇଛି। ଏହା କହି ଦିୱାନଙ୍କ ପୁଅ ପ୍ଲେଟ୍ରୁ ଗୋଟିଏ ଲଡୁ ଉଠାଇ କୁକୁର ଆଗରେ ରଖିଲା। କୁକୁରଟି ଖାଇବା ପରେ ସଙ୍ଗେ ସଙ୍ଗେ ମରିଗଲା। ରାଜକୁମାର ବହୁତ ଖରାପ ଲାଗିଲା। ସେ କହିଲେ, ହେ ଭଗବାନ, ଏପରି ମହିଳାଙ୍କ କବଳରୁ ମୋତେ ରକ୍ଷା କର। ମୁଁ ଆଉ ତାଙ୍କ ପାଖକୁ ଯିବି ନାହିଁ। ଦିୱାନଙ୍କ ପୁଅ କହିଲା, ନା, ଏବେ ଆମେ ତାଙ୍କୁ ଘରକୁ ନେବାର ଉପାୟ ଖୋଜିବା ଉଚିତ। ତୁମେ ଆଜି ରାତିରେ ସେଠାକୁ ଯାଅ। ଯେତେବେଳେ ରାଜକୁମାରୀ ଶୋଇପଡ଼ନ୍ତି ତାଙ୍କ ବାମ ଜଙ୍ଘରେ ତ୍ରିଶୂଳ ଚିହ୍ନ ତିଆରି କର ଏବଂ ତାଙ୍କ ଅଳଙ୍କାର ଫେରାଇ ଆଣ। ରାଜକୁମାର ମଧ୍ୟ ସେହିପରି କଲେ। ତାଙ୍କ ଆସିବା ପରେ ଦିୱାନଙ୍କ ପୁଅ ତାଙ୍କୁ ସାଙ୍ଗରେ ନେଇଗଲେ। ଯୋଗୀଙ୍କ ବେଶ ଧାରଣ କରି ଶ୍ମଶାନରେ ବସି ରାଜକୁମାରଙ୍କୁ କହିଲେ ଯେ ଏହି ଅଳଙ୍କାରଗୁଡ଼ିକୁ ନେଇ ବଜାରରେ ବିକ୍ରୟ କରନ୍ତୁ। ଯଦି କେହି ଏଗୁଡ଼ିକୁ ଧରିଦିଅନ୍ତି ତେବେ ମୋ ଗୁରୁଙ୍କ ପାଖକୁ ଯାଇ ତାଙ୍କୁ ଏଠାକୁ ଆଣିବାକୁ କୁହନ୍ତୁ। ରାଜକୁମାର ସେହି ଅଳଙ୍କାରଗୁଡ଼ିକୁ ସହରକୁ ନେଇଗଲେ ଏବଂ ରାଜପ୍ରାସାଦ ପାଖରେ ଥିବା ଜଣେ ସୁନାରୀକୁ ଦେଖାଇଲେ। ସୁନାରୀ ସେଗୁଡ଼ିକୁ ଚିହ୍ନିପାରିଲେ ଏବଂ ପୋଲିସ ମୁଖ୍ୟଙ୍କ ପାଖକୁ ନେଇଗଲେ। ପୋଲିସ ମୁଖ୍ୟ ପଚାରିବାରୁ ସେ କହିଲେ ଯେ ମୋ ଗୁରୁ ସେଗୁଡ଼ିକୁ ମୋତେ ଦେଇଛନ୍ତି। ଗୁରୁଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ସମସ୍ତେ ରାଜାଙ୍କ ନିକଟରେ ପହଞ୍ଚିଲେ। ରାଜା ପଚାରିଲେ, ଯୋଗୀ ମହାରାଜ, ତୁମେ ଏହି ଅଳଙ୍କାରଗୁଡ଼ିକ କେଉଁଠାରୁ ପାଇଲ? ଦିୱାନଙ୍କ ପୁଅ ଯିଏ ଯୋଗୀ ହୋଇଯାଇଥିଲେ ସେ କହିଲେ, ମହାରାଜ, ମୁଁ ଶ୍ମଶାନରେ କାଳୀ ଚୌଦରେ ଡାକିନୀ ମନ୍ତ୍ର ସିଦ୍ଧ କରୁଥିଲି ଯେତେବେଳେ ଡାକିନୀ ଆସିଲେ। ମୁଁ ତାଙ୍କ ଅଳଙ୍କାର କାଢ଼ି ତାଙ୍କ ବାମ ଜଙ୍ଘରେ ତ୍ରିଶୂଳର ଚିହ୍ନ ତିଆରି କଲି। ଏହା ଶୁଣି ରାଜା ରାଜପ୍ରାସାଦକୁ ଗଲେ ଏବଂ ରାଣୀଙ୍କୁ ପଦ୍ମାବତୀଙ୍କ ବାମ ଜଙ୍ଘରେ ତ୍ରିଶୂଳ ଚିହ୍ନ ଅଛି କି ନାହିଁ ଯାଞ୍ଚ କରିବାକୁ କହିଲେ। ରାଣୀ ତାହା ଦେଖିଲେ ଏବଂ ତାହା ସେଠାରେ ଥିଲା। ରାଜା ବହୁତ ଦୁଃଖିତ ହେଲେ। ବାହାରକୁ ଆସି ସେ ଯୋଗୀଙ୍କୁ ଏକ ପାଖକୁ ନେଇଗଲେ ଏବଂ କହିଲେ, ମହାରାଜ, ଶାସ୍ତ୍ରରେ ଖରାପ ମହିଳାଙ୍କ ପାଇଁ ନ ଦଣ୍ଡ ଅଛି। ଯୋଗୀ ଉତ୍ତର ଦେଲେ, ହେ ମହାରାଜ, ଯଦି ଜଣେ ବ୍ରାହ୍ମଣ, ଗାଈ, ମହିଳା, ଶିଶୁ କିମ୍ବା ଆପଣଙ୍କ ସୁରକ୍ଷାରେ ରହୁଥିବା ବ୍ୟକ୍ତି କୌଣସି ଭୁଲ କରନ୍ତି ତେବେ ତାଙ୍କୁ ଦେଶରୁ ବାହାର କରିଦିଆଯିବା ଉଚିତ। ଏହା ଶୁଣି ରାଜା ପଦ୍ମାବତୀଙ୍କୁ ଏକ ପାଲକିରେ ବସାଇ ଜଙ୍ଗଲରେ ଛାଡ଼ିଦେଲେ। ରାଜକୁମାର ଏବଂ ଦିୱାନଙ୍କ ପୁଅ ପୂର୍ବରୁ ତାଙ୍କ ଅପେକ୍ଷା କରିଥିଲେ। ରାଜକୁମାରୀଙ୍କୁ ଏକା ପାଇ ସେମାନେ ତାଙ୍କୁ ନିଜ ନଗରକୁ ନେଇଗଲେ ଏବଂ ଖୁସିରେ ରହିବା ଆରମ୍ଭ କଲେ। ଏତିକି କହିବା ପରେ ବେତାଳ କହିଲା, ରାଜା, ପାପ କିଏ କରିଛି କୁହନ୍ତୁ। ରାଜା କହିଲେ, ରାଜା ପାପ କରିଛନ୍ତି। ଦିୱାନଙ୍କ ପୁଅ ତାଙ୍କ ମାଲିକଙ୍କ କାମ କରିଥିଲେ। ପୋଲିସ ମୁଖ୍ୟ ରାଜାଙ୍କ କଥା ମାନିଲେ ଏବଂ ରାଜକୁମାର ତାଙ୍କ ଇଚ୍ଛା ପୂରଣ କଲେ। ରାଜା ତାଙ୍କୁ ଚିନ୍ତା ନକରି ଦେଶରୁ ତଡ଼ି ଦେଇ ପାପ କରିଛନ୍ତି। ରାଜା ଏହା କହିବା ମାତ୍ରେ ବେତାଳ ପୁଣି ଥରେ ଯାଇ ସେହି ଗଛରେ ଝୁଲି ପଡ଼ିଲା।